ଛତୁଆ ବୋଝେଇ ଟ୍ରକ୍ ଧକ୍କାରେ ନାବାଳକ ମୃତ୍ୟୁ। କେନ୍ଦୁଝର ଜିଲ୍ଲା ଛେନାପଦି ହଡ଼ଗଡ଼ ରାସ୍ତାର ଚେତନା କେନ୍ଦ୍ର ନିକଟରେ ଏକ ଛତୁଆ ବୋଝେଇ ମିନି ଟ୍ରକ୍ ଧକ୍କାରେ ଜଣେ ନାବାଳକର ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି। ମୃତ ନାବାଳକ ଜଣକ ପଡ଼ୋଶୀ ଭଦ୍ରକ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଚେତନା କେନ୍ଦ୍ର ନିକଟରେ ଯୀଶୁଖ୍ରୀଷ୍ଟଙ୍କର ଏକ ପର୍ବ ଚାଲିଥିବା ବେଳେ ଭଦ୍ରକ ଜିଲ୍ଲା ଦୋଳପତି ଗାଁର କାଳିଆ ମୁଣ୍ଡା ଏବଂ ତାଙ୍କ ପରିବାର ଏଠାକୁ ପର୍ବରେ ସାମିଲ ହେବାକୁ ଆସିଥିଲେ। କୌଣସି କାରଣରୁ କାଳିଆ ମୁଣ୍ଡାର 5 ବର୍ଷୀୟ ପୁଅ ବାଦଲ ମୁଣ୍ଡା ରାସ୍ତା ପାର ହେଉଥିବା ବେଳେ ହଡ଼ଗଡ଼ରୁ ଛେନାପଦି ଅଭିମୁଖେ ଆସୁଥିବା ବେଳେ ବାଦଲକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ନାବାଳକ ବାଦଲର ମୃତ୍ୟୁ ହୋଇଥିବା ବେଳେ ସୋସ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ଦେଖାଯାଇଛି। କେନ୍ଦୁଝର ହାଟଡିରୁ ସତ୍ୟବ୍ରତ ଜେନାଙ୍କ ରିପୋର୍ଟ, ଲିଭ୍ ଲାଇଭ୍ ଓଡ଼ିଆ।